ଚାଷ କାମ ଯାହାର କେଡ଼େ ସୁଖ ତାହାର, ଚାଷୀ ସିନା ଯୋଗାଉଛି ଦୁନିଆକୁ ଆହାର। କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳୁଛି ବରଗଡ଼ ଜିଲ୍ଲାରେ। ଚାଷୀ ଧାନ ଅମଳ କରୁଛି ସତ, କିନ୍ତୁ ଧାନ ଅମଳ କରିସାରିଲା ପରେ ଧାନ ଆଣିକି ଯେତେବେଳେ ମଣ୍ଡିରେ ପକାଉଛି ନାନାଦି ହଇରାଣ ହରକତରେ ହେବାକୁ ପଡୁଛି। ବର୍ତ୍ତମାନ ଆଜି ଆମେ ପହଞ୍ଚିଛୁ ବରଗଡ଼ ଜିଲ୍ଲା ପଦମପୁର ସବ ଡିଭିଜନର ଚେରପାଲି ପଞ୍ଚାୟତର ଲମରଜୁନା ପିପିସିଠାରେ, ଯେଉଁ ଜାଗାରେ କି ଆପଣମାନେ ସିଧାସଳଖ ଦେଖିପାରୁଥିବେ ଗୋଟେ ଖୋଲା ଜାଗାରେ ମଣ୍ଡି ଖୋଲା ହେଇଛି ଏବଂ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିଛି। ଏବଂ ଏଠାରେ ମୁଖ୍ୟତଃ ଘଟଣା ହେଲା ବାଉଣ୍ଡ୍ରି ନାହିଁ। ବାଉଣ୍ଡ୍ରି ହେଲେ କାହିଁକି ଚୋରି ହାରିର ଅସୁବିଧା ରହିବ ନାହିଁ। ଏବଂ ମୁଖ୍ୟ କଥା ହେଲା ଏଠି ଯାହା ଚାଷୀମାନେ ଅଭିଯୋଗ କରୁଥିଲେ ଏଠି ପାଲ ଢାପିବା ପାଇଁ ଯେଉଁ ପାଲ ଦିଆଯାଏ ତାହା ମଧ୍ୟ ଯୋଗାଇ ଦିଆଯାଏନି। ଆସନ୍ତୁ ସିଧାସଳଖ ଯିବା ଏବଂ ପ୍ରତିକ୍ରିୟା ଶୁଣିବା ଯେଉଁ ଚାଷୀମାନେ ଅଛନ୍ତି କଣ ରହିଛି ତାଙ୍କର ପ୍ରତିକ୍ରିୟା ଏବଂ ଅଭିଯୋଗ କଣ ରହିଛି ସିଧାସଳଖ ତାଙ୍କରି ମୁହଁରୁ ଶୁଣିବା। बहुत हरान हो आगे बाउंड्री फाउंड्री किसी तिरपाल पुली दबार नहीं बहुत असुविधा पड़ी धान भी उठवार नहीं पड़ा चाषी मैंने बहुत असुविधा पड़वार पड़ी किसी भी सुविधा सरकार कले भल था बाउंड्री फाउंड्री डब्बा लगे तिरपाल भी भल था कौन असुविधा वाला देखो तो यार सब 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 मेला तिरपाल डब्बा लगे पाल भी नहीं देवा किसी सब बाउंड्री देवार कथा किसी धान उठवार नहीं और किसी सुविधा नहीं देवार छने बोले गाँव का नागन माल मर्जी ना मन ध्यान पड़े तो मंदिर के केते दिन 8 दिन है न ନାଇଁ ନ ସୁବିଧା ଅସୁବିଧା କଣ ଅଛି न तो बाउंड्री है हवार कथा बाउंड्री नहीं न तिरपाल भी नहीं न वर्षा बुर्षी हेले धान भी भिजवार चांस अच्छी सरकार के अनुरोध कर तार सुविधा कर କାଣା ସରକାର କେ ଦାବି କରିବେ अभी सब सुविधा मंडी के जनता बाउंड्री हवार कथा तिरपाल सुविधा हवार कथा ଆପଣ ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ ଯେଉଁ ଚାଷୀ ଭାଇମାନେ ଥିଲେ କି ସେମାନେ ପ୍ରତିକ୍ରିୟା କରୁଥିଲେ କି ଏହି ଯେଉଁ ମଣ୍ଡି ଅଛି ଏହି ମଣ୍ଡି ହେଉଛି ଗୋଟେ ଖୋଲା ଜାଗାରେ ଅଛି ଏବଂ ଏହି ଜାଗାରେ ଯଦି ଚାରିପଟେ ଯଦି ବାଉଣ୍ଡ୍ରି ଦେଇ ଦିଆ ହୁଅନ୍ତା ତାହେଲେ ଠିକ ସୁବିଧା ହୁଅନ୍ତା ଏବଂ ଯେଉଁ ପାଲର ସୁବିଧା କରା ହୁଅନ୍ତା ତାହେଲେ ଯଦି ବର୍ଷା ହେଲେ ଧାନ ଭିଜି ପାରନ୍ତାନି, ତାହା ଥିଲା ମୁଖ୍ୟ ସମସ୍ୟା। ଏବଂ ଆଉ ଗୋଟେ ସମସ୍ୟା ରହୁଛି ଯଦି ଏଠି ସ୍ଥାୟୀ ରୂପେ ଛାଉଣି ହୁଅନ୍ତା ତାହେଲେ ତାହା ଠିକ ହୁଅନ୍ତା ବୋଲି ଚାଷୀମାନେ ଯାହା ପ୍ରତିକ୍ରିୟା ରଖୁଥିଲେ। ଦେଖାଯାଉ ଏହି ନ୍ୟୁଜ୍ ପ୍ରସାରଣ ପରେ ସରକାର ଏହା ପ୍ରତି ଦୃଷ୍ଟି ଦେଉଛନ୍ତି ନା କଣ କରୁଛନ୍ତି ତାହା ବର୍ତ୍ତମାନ ଦେଖିବାକୁ ବାକି ରହୁଛି। ବରଗଡ଼ ଜିଲ୍ଲା ପଦମପୁର ବ୍ଲକ ଲମରଜୁନା ପିପିସିରୁ କ୍ୟାମେରାମ୍ୟାନ ଭାଗୀରଥୀ ସହିତ ମୁଁ ଆଶିଷ କୁମାର ଭୋଇ, ବଡ଼ ଖବର।